ଯାହା ଚିର ସ୍ରୋତ କେବେ ଅନ୍ତେ ନାହିଁ। ତ ବାବା କହ ଏଇ ଗୁମ୍ଫାର ବାବଦରେ କିଛି କହନ୍, ଗୁମ୍ଫାର କିଛି ରହସ୍ୟ ଟିକେ କହନ୍। এই ଗୁମ୍ଫା ହଉଛି ବାପା ଭାଇ ମାନେ ଆଜି କଥା ନୁହେଁ, ଏଟା ହେଲା ସତ୍ୟ ଯୁଗ ଠାରୁ। ଆଜ୍ଞା ଯେ କି ଗୋସିଂହ ଦୈତ୍ୟ ଏହି ଗୁମ୍ଫାରେ ତପସ୍ୟା କରିଥିଲେ। ଆଜ୍ଞା ତ୍ରେତୟା ଯୁଗରେ ରାବଣ କରିଥିଲେ। ଦ୍ୱାପର ଯୁଗରେ ବି ଅନେକ ମହାପୁରୁଷ ମାନେ ବି ଅଛନ୍ତି, ଅସୁର ମାନେ ବି ତପସ୍ୟା କରିଛନ୍ତି, ସିଦ୍ଧି ଲାଭ ବି କରିଛନ୍ତି, ଆଉ ଅନେକ ଅତ୍ୟାଚାର ବି କରିଛନ୍ତି। ଆଜ୍ଞା ମାତ୍ର ଏଇଟା ହେଲା ପରମ ସତ୍ୟ ଯେ ମହାପୁରୁଷ ମାନଙ୍କର ହିଁ ତପପୀଠ। ଆଜ୍ଞା ହଁ ଏଟାକୁ ବୈରାଗୀ ମଠ କହନ୍ତି। ଆଜ୍ଞା ବା ଅନେକ ସାଧୁ ସନ୍ନ୍ୟାସୀ ମାନେ ଆସିକିନା ତପସ୍ୟା କରି ସିଦ୍ଧି ଲାଭ କରି ଯଶ କୀର୍ତ୍ତି ଥାବି କରି ଯାଇଛନ୍ତି। ତ ଆଜି ଆମେ କଲିଯୁଗରେ ଆମେ ମାନେ ଏହି ସ୍ଥଳକୁ ଦେଖିକିନା ଆମେ କଳାହାଣ୍ଡିରେ ଗୋଟେ ବହୁତ ପବିତ୍ର ସ୍ଥଳ ବୋଲିକରି ବା ଆମେ ଏଇ ଜାଗାରେ ମଠ ମାଠ କରି ରହୁଛୁ, ବା ଅନେକ ପୁରୁଷ କରି ଯାଇଛନ୍ତି। ଆଜ୍ଞା ତ ଏଇଟା ହେଲା ପବିତ୍ର ସ୍ଥଳ, আর এই স্ରୋতটা ହେଲା ଚିର ସ୍ରୋତ। ଚିର ସ୍ରୋତା ଦେଖିପାରୁଥିବେ ଫ୍ରେଣ୍ଡସ୍, ଇନ କେବେ ବି ପାଣି ନେଇ ଶୁଖେ, ଯେନାକି ଚିର ସ୍ରୋତା ମାନେ ଜୀବନ ସାରା ବହୁଥିବା ନା। ଆମେ ସିନା ସରିଯିମୁ, ପାଣି ସରବାର ଚାନ୍ସ ନେଇକି ଝରଣ ବି ବନ୍ଦ ନେଇ କେବେ। କାହିଁକି ତାର ଉପରେ ବନ୍ଧ ଗୋଟେ ଅଛି ବୋଲି କହୁଛନ୍ତି। ଆଜ୍ଞା ସେ ବନ୍ଧରେ ଥଳପଦ୍ମ ଅଛି, ଥଳପଦ୍ମ। ତ ଥଳପଦ୍ମ ଠାରୁ ଏକା ପାଣି ଝରିକରି ଆସୁଛି। ତ ସେ ଉପରେ ସ୍ଥଳ ପଦ୍ମ ଯେନ୍ ଅଛି ସେନୁ ପାଣି ଝରିକିନା ଆସୁଛେ। ତ ଆମେ ବି ଦେଖି ନାହିଁ, ସମସ୍ତଙ୍କର କହିବା କଥା। ହଁ ଆଗରୁ ଯେନ୍ଟା ଶୁଣି ଆସିଛନ୍, ଆଗରୁ ଯେନ୍ମାନେ ଯାଇଥିଲେ ସେମାନଙ୍କ ଠାରୁ ଆପଣ ବି ଶୁଣିକିନା କହୁଛନ୍। ତ ଜାଣିପାରୁଥିବେ ଫ୍ରେଣ୍ଡସ୍, ଆମେ ବାବାଙ୍କ ଠାରୁ ପ୍ରତିକ୍ରିୟା ନେନୁ, ଯେନାକି ସେ କହିଲେ ଏଇ ଗୁମ୍ଫାର ରହସ୍ୟ କାଣା, ଆଉ କେବେଠୁ ଆରମ୍ଭ ହେଇଥିଲା, ଆଉ ଯେନ୍ ଝରଣାଟା ବହୁଛେ, ପାଣି ଯେନ୍ ବହୁଛେ, ଇଟାର ବାବଦରେ ବି କହିଲେ। ଏ ଭିଡ଼ିଓ ଟିକେ ଭଲ ଲାଗଲେ ଆପଣ ମାନେ ଟିକେ ସେୟାର କରନ୍ ଭିଡ଼ିଓକେ, ଯେନ୍ତା ଯେ ଆଗକେ ଜାଣିପାରବେ ଲୋକ। ଇଟା ଗୋଟେ ଆମର ଯେନ୍ଟା କି ଆଉ ଗୋଟେ କାଣା କହିଛନ୍ ଆଜ୍ଞା, ହଁ ରାଇଟ୍, ହଁ ଚୁରାପାହାଡ଼, ତାକେ ଗଦଲା ଝରନ୍ ବି କୁହାଯାଏସି। ଏଇଟା ଗୋଟେ ତୀର୍ଥ ଜାଗା ଏ। ବାକି ଲୋକ ଆଇସନ୍ ଯେନ୍ଟା କି ଚୁରାପାହାଡ଼ ଆମର ଇଏ ବେଲେ କାଣା ଶିବରାତ୍ର ବେଲେ ଭିଡ଼ ହେସି, କିନ୍ତୁ ଦେବସ୍ନାନ ପୂର୍ଣ୍ଣିମା ବି ଏ ବର୍ଷରୁ ଆରମ୍ଭ, ଏ ବର୍ଷ ତ ଆରମ୍ଭ କଲେ ନା, 3-4 ବର୍ଷ ହେଲା ନା ଆରମ୍ଭ କରିଛନ୍। ତ ଦେବସ୍ନାନ ପୂର୍ଣ୍ଣିମା ବି ଇନ ବାବା ମାନେ ମନାସନ୍। ତ ଆପଣ ଚାହିଁବେ ଦେବସ୍ନାନ ପୂର୍ଣ୍ଣିମା ନା, ଏ ବର୍ଷ ତ ସରିଗଲା, ନେକ୍ସଟ ବର୍ଷ ଆସିକିନା ଆପଣ ମାନେ ବି ଦେଖିପାରିବେ। ବୈଶାଖ ପୂର୍ଣ୍ଣିମା, ଦେବସ୍ନାନ ପୂର୍ଣ୍ଣିମା ଏ କଥାରେ କାଣା ଘଟିছে ସାର୍ ମୁଁ କହିବି। ଆପଣ ଯେନ୍ ତପସ୍ୟା କରିଥିଲେ ଜାଗା ଟିକେ ଦେଖାଉନ୍। ଆସନ ଏଇଟା এটা হলো মোর তপস্যা কুণ্ড। ଆଜ୍ଞା কুণ্ড কেটা কর এরা এই কুণ্ডে যে বাপা ধন মু ইলে বসিক তপস্যা করছিলি এই জায়গায়। এই জায়গায় বসিছিলি যে কি এই পথরটা, পথর যেটা লাগিছিল, ଆଜ୍ଞା তো এই পথর এটা ফ্রেন্ডস বাঘ গুম্ফা भी बोलसन। এটা দেখুছেন এটা अनेक महिमामय महिमा गुरु ब्रह्मा गुरु विष्णु गुरु देव महेश्वर गुरु साक्षात् परम तस्मै श्री गुरुवे खंड मंडलाकारं व्यक्तेनं चराचर स्वदं दसित जैनं तस्मै श्री गुरवे नमः। गुरु ब्रह्मा अलेख वैष्णवं स्थितं पद कुलमूलनाथ ब्रह्मश्चते प्रभु तमे भो मातश्चते तमे बन्धुस्य सदा ब्रह्म ज्ञान ग्रहण तमे स्वाहा ब्रह्म महिमादि नहीं डरो बाबा पाटनु भी ଆପଣ ଯେତେବେଳେ ତପସ୍ୟା କରୁଥିଲେ ନେଇ ପାଟି ଥିଆର ତପସ୍ୟା କରୁଥିଲେ ବି ସେନ୍ତା ଥିଲା। ଏଟା ପାଟି କିନା ଫେର ତପସ୍ୟା କରୁଛନ୍ ବି ସେ ସମାନ। ଆପଣ କେନ୍ ବର୍ଷ ତପସ୍ୟା ଆରମ୍ଭ କଲେ? 2012 ମସିହା। ମାନେ କେତେ ବର୍ଷ ତପସ୍ୟା କଲେ? 22 ମାନେ 10 ବର୍ଷ, 13 ବର୍ଷ ତାର ଇନା ତପସ୍ୟା କରୁଥିଲେ। କରିଥିଲୁ ତ 13 ବର୍ଷରେ আর ଟିକେ ସିନା ଚେପି ସିନା ହବା କଥା। এই তপস্যা ଆପଣ যেন করন যে রাতে দিন করুଥିଲେ না কি খালি রাত মানে 24 ঘন্টা উপরে থাকি না? 21 দিন পর্যন্ত। 21 দিন পতে। তো আপন ইন গুম্ফার কিছু রহস্য টিকে কহন। দেখুন এই জায়গারে সর্বপ্রথম রে দেবী আছে, যেন দেবী বন দেবী কহা যায়। বা সে দেবী না 3 দিন পর্যন্ত 3 দিনের প্রকট হইব, যার ভক্তি ভাব থিবা লোক ভক্তি নথিলা কহি নি পারে, মানে সে দেবী জলদি আখ প্রকট হয়ে যায়। তো প্রকট হেলা পরে অনেক বর জাঁচিবাকে চেষ্টা করিব, মানে কি যে যেন্তা চাহুছে তো মই কহি নি পারে। মতে भी कहले जे कि लालची देखावे, लालच रे पड़बार नहीं। जे लालच रे नहीं पड़बा से का सिद्धि काम करि पारबा, और लालच जे त्याग नहीं करले बेले नहीं करि पारे। सर्वप्रथम सेने देखे कि ना फणा देखा, फणा
ଧନ ସମ୍ପଦ ଯେତି ହୁଁ ସେ ଅନେକ ଜିନିଷ ଦେଖାଇବ ସେ ଭିତରେ ଲୋଭ ନେଇ ପଡବାର ଅଛି আর যে লোভরে পড়লা তার কার্য সিদ্ধি হয়ে ସିଦ୍ଧି ନେଇ ପାରା କିଛି କାମ ବି ନେଇ ପାରେ नहीं हो पारे तो सही जो आम ए जगह प्रकृति भल कथा आम जानिछु जे कि आज मु अनुकरण कलाटा ଆଜ୍ଞା ହୁଁ माने इथि ना आमे एक टरक पाए दे पत्थर देछु इटा ହୁଁ एक टरक मात्र से पत्थर ना आज एक टरक दी करी भी खोला আছে नी दी थी ନେଇ ଦେଇଥିବେ ହେତିକି ଖୋଲା ଅଛି सही जो मु କାଣା ପଥର ବଢୁଛି କି बड़ा बड़ी नहीं करबा भले एक समान আছে ଏକ ସମାନ ଏକା ଅଛି हां ମାନେ ସେଟା ଇନର ଦୈବୀ ଶକ୍ତିର ଗୋଟେ ଦୈବୀ ଚମତ୍କାର ଶକ୍ତିର ଜିନିଷ ମହତ୍ ଚମତ୍କାର ଅଛି এটা অটুট সত্য হবা মু পুরা নিজে ସତ୍ୟ এটা ହଁ। বুঝি পারি ନାଇଁ ଆପଣ ତ ଇନ 21 ଦିନ ମାନେ ଇନ ଏଇଟା ଆମର ତପ କରିଛନ୍ ତ ଆପଣ ଇନର ମାଧୁର୍ଯ୍ୟଟା ଜାଣିଥିବେ ଯିଏ ନେଇ ରବାର ତ ସେ ନେଇ ଜାନେ ନା हां मु भल ତ कर ମୋହ ମାୟା ଛାଡିକିନା ଆପଣ ଆସିକିନା 21 ଦିନ ତାପରେ ପାହାଡ ବାବା- ଭିତରେ ଏଇ ଗୁମ୍ଫାରେ କଟାବାଟ ବି ତ ସହଜ କଥା ନାଇଁ ସେ ବାବା, ଜଣେ ଆମେ ସିଦ୍ଧ ଯେତେବେଳେ ପୁରୁଷ ହଁ। ଯିଏ କି ଦୁନିଆର ସବୁ ଚିନ୍ତା କରୁଥିବା ଦୁନିଆର ଲୋକ କେନ୍ତା ଭଲ ସେ ଥିବେ ନିଜର ଚିନ୍ତା ନେଇ କରିକିନା ସେ ପରର ଚିନ୍ତା କରୁଥିବା ସେନ୍ତା ଲୋକ ମାନେ ହିଁ ସକ୍ସେସ ହେଇ ପାରସନ୍ ଏରେ ବହୁତ କମ ଲୋକ ତପସ୍ୟା କରିକିନା ସିଦ୍ଧି ଲାଭ କରସନ୍ ଯେନ୍ତା କି ତାଙ୍କର ଭିତରେ ଆପଣ ଜଣେ तो बाबा सेटा देखन आम तपस्या गला पर हमको रास्ता देइथिला ଆଜ୍ଞା मां बंदेवी जे कि एथि पोथी निकला बाबा हमें ଆଜ୍ଞା ହଁ ହଁ तापर हमर पोथी आनवा का हम दिनटा अमर पोथी अछि एनो ହୁଁ तो से पोथी पाए हमको ऑर्डर भी हेई दिला हमें जीबू बोलथु तापर हमर भक्त मान के तीन जण थिला जेन माने ଆଜ୍ଞା से माने के भी नेली देखाली रास्ता के पर देखला के से माने भय कले काहे कि ना धीरे 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 अंत हां चलो चलो ये बाबा जो गुम्फा भितरे भितरे ओहो इनटा अछि ଦୁଇ କୁଣ୍ଡଟା 2012 ମସିହାରେ ତପସ୍ୟା କରିଥିଲୁ ଏଇ ଜାଗାରେ ଆପଣ କରିଥିଲେ ନା ନାଇଁ କି ହଁ ହଁ ଆଜ୍ଞା 2012 ରେ ଏଇ ଜାଗାରେ ଏଇ ଗୁମ୍ଫା ଭିତରେ ତପସ୍ୟା କରିଥିଲେ ଦେଖ ତାଙ୍କର ସେ କୁଣ୍ଡଟା ବି ଇନ ଅଛେ ଦେଖିପାରୁଥିବେ ଇ ଉପରେ ଆସିକିନା ଗୁମ୍ଫା ଭିତରେ ସେ ତପସ୍ୟା କରିଥିଲେ निगु बाबा मैं तोमर काजे नहीं जीनी मोके पूरा मना चाहिए मैं तोमर काजे जीती थी तुमके मारी देती त मुझे थिल बिया न ले हो मैं रखु जानान पहले आई लव यू मोर धनो ଆଇଲ ମୋର ରାନୀ हां ठीक अछि रखसी ना देख बाग धराटा मने तो आसु चतना डगरे मुझे सीधा सीधा बेकार कलह नहीं कर सीधा आनी दे नहीं रखले बेले कहबू हला क्या जाए मुनी देवी और क्या संदले तोर हिम्मत आके हेले 5 कुटुंब के धर और बोलेरो गोटे भाड़ा कर और मोके छाणी दे बेले मुई लोगने छाणी देबी नहीं दम आके हेले इदे और मोर पैसा हिसाब पाटी कर दुआर देबू और तार पैसा तोर भाई लागी नेबी बेलू आरी तोर भाई लागी नेबी बेलू जे सुना घिनी करी आनी दी पारलू मोर भाई लागी नेले मुई आशा जाहे बियारी खेबी बेलू आरी और दूसरा बार देले का केंता करती भंगी देलू रे सुरा हां तो तू क्या करो पहला तो तू जानी दिसु के नहीं से मोर भाई लागी नेबी बली करी केंता करी तू पारलू जिनिस पतर घिनी दी पारलू आई लोकर लागी नवा लागी केंता भंगी दिसु बेकार झमेला नहीं कर बेकार झमेला नहीं करो बेकार झमेला नहीं करबार तो तुई जेन दिन हमर घर के आशा जाहल पाद मारलू से दिन लाइट लुबी